जय जगन्नाथ आपण मानक प्रज्योतिषवाल को स्वागत। वैशाख मास होची आमर धर्म मास, श्रेष्ठ मास, पवित्र मास। एही मासरे आपण माने हिंदू धर्म रे नियम निष्ठार सहित एही मासरे पूजा कले तो आपणकर सबु दुख कष्ट दूर होइथाए, पाप क्षय होइथाए, पुण्य फल लाभ मिलथाए। ता सहित पितृपुरुष मध्य उद्धार पाइथांती। ता व्यतीत माने एमती किछि वैशाख व्रत कले ना आपण कोटि जन्मर पाप मध्य क्षय होइथाए। आपण जदि कोटिए जन्मरे किछि ना किछि पाप करि आछंती तो वैशाख व्रत जदि करूचंती ताहले कोटि जन्मर पाप क्षय होइथाए। पितृपुरुषंकर पाप जदि सी जदि भी तांकर किछि रहिथाए तो तांकर मध्य पाप क्षय होइथाए। आउ ता व्यतीत माने बहुत किछि माने आपनको एथिरे आपनको दुख कष्ट सब दूर हवा सहित आपनको माने बहुत पुण्य फल मिलता आ सेही पुण्य फल प्रभाव रे आपण कोन करंती आपनकर सबु जहाँ भी मनोकामना थाए सबु मध्य पूर्ण होइथाए। तो वैशाख मास व्रत जो माने करचंती प्रभु को तो पूजा करचंती, प्रभु नारायण को यही मासकटा समर्पित। तो प्रभु को पूजा करने व्यतीत आहु कौन माने आउ को देवी बा देवता को पूजा कर परिबा। देखंतु एही मासक सारा व्रत रे आपण श्रीहरि को पूजा करने व्यतीत माँ वृंदावती आ ओस्त गछ को पूजा कर परिबे। तो जेमिति हेले आपण चेष्टा करंतु प्रतिदिन तुलसी गछ बा माँ वृंदावती सहित ओस्त गछ पूजा करने पई, कारण ओस्त गछ रे कुहा जाय जे प्रभु नारायण रही थांती। तेणु चेष्टा करंतु जदि आपण घरे प्रभु नारायण किछि प्रतिमूर्ति नाही ताहले आपण ओस्त गछ मूले मध्य पूजा कर परिबे। देखंतु मैं आपन कहि दोछि प्रथमे माँ बुद्धावती को केमते पूजा करिवे। माँ बुद्धावती को समस्त घरे थिबे माँ, तो माँ को कौन करिवे प्रतिदिन सकाळ बेला, ठीक अच्छे सकाळ बेला आपण कौन करिवे जल अर्पण करिवे, तापरे फूल चंदन सिंदूर अर्पण करिवे। तापरे आपण कौन करिवे दीप धूप नैवेद्य देई आपण कौन करिवे तांको पूजा करिवे, ठीक अच्छे। संध्या बेले मध्य आपण कौन करिवे प्रतिदिन गोटे माटीर दीपरे, ठीक अच्छे माटीर दीपरे आपण कौन करिवे माँ वृंदावती को दीप दान करिवे, ता सहित धूप मध्य देबे। एहीपरि भाବରେ ଯେମିତି ପଞ୍ଚୋପଚାର ବିଧିରେ ଆପଣ ସକାଳେ ପୂଜା କରିବା ସହିତ ଆପଣ କ'ଣ କରିବେ ସନ୍ଧ୍ୟାବେଳେ ମଧ୍ୟ ପୂଜା କରିବେ, ଠିକ୍ ଅଛି। ଓସ୍ତ ଗଛ ମୂଳରେ ଆପଣ ବୈଶାଖ ମାସରେ କେମିତି ପୂଜା କରିବେ ଦେଖନ୍ତୁ। ଓସ୍ତ ଗଛ ମୂଳରେ ଆପଣ କ'ଣ କରିବେ, ଆପଣ ପ୍ରଥମେ ଜଳ ଅର୍ପଣ କରିବେ, ଠିକ୍ ଅଛି। ଜଳ ଅର୍ପଣ କରିପାରିବେ, ତାପରେ ଗଙ୍ଗା ଜଳ ମଧ୍ୟ ଅର୍ପଣ କରିପାରିବେ। ଆପଣଙ୍କୁ ସୁବିଧା ଯାହା ହେଉଛି ଆପଣ କ'ଣ କରିବେ ଜଳରେ କିଛି ଗଙ୍ଗା ଜଳ ମିଶାଇ କରି ନେଇଯାଇଥିବେ। ଗଙ୍ଗା ଜଳ ପ୍ରଥମେ ଅର୍ପଣ କଲେ। ଆପଣ ଯଦି କ୍ଷୀର ପ୍ରତିଦିନ ଆସୁଛି ତ କଞ୍ଚା କ୍ଷୀର କିଛି ରଖିଦେଇଥିବେ, ତ କଞ୍ଚା କ୍ଷୀର ମଧ୍ୟ ଅର୍ପଣ କରିପାରିବେ, ଠିକ୍ ଅଛି। ପ୍ରତିଦିନ ନହେଲେ ଆପଣ ସପ୍ତାହରେ ଥରେ ଦିଥର କି ଗୋଟେ ଭଲ ଦିନ ମାନେ ଯେଉଁ କିଛି ଭଲ ଦିନ ଥିବ ତ ସେ ଦିନ ମାନଙ୍କରେ ଆପଣ କ'ଣ କରିବେ କଞ୍ଚା କ୍ଷୀର ମଧ୍ୟ ଅର୍ପଣ କରିପାରିବେ। ଆପଣଙ୍କୁ ଯଦି ସମୟ ଅଛି ଜଳ ବ୍ୟତୀତ ଆପଣ ପଞ୍ଚାମୃତ ମଧ୍ୟ ଅର୍ପଣ କରିପାରିବେ ଓସ୍ତ ଗଛ ମୂଳରେ, ଠିକ୍ ଅଛି। ଆପଣଙ୍କୁ ଯାହା ବି ସୁବିଧା ହେଉଛି ଉଭୟ ଆପଣ ଜଳ ସହିତ କଞ୍ଚା କ୍ଷୀର ମଧ୍ୟ ଅର୍ପଣ କରିପାରିବେ, ନହେଲେ ଜଳ ସହିତ ପଞ୍ଚାମୃତ ମଧ୍ୟ ଅର୍ପଣ କରିପାରିବେ। କିନ୍ତୁ ଜଳ ଆପଣ ବା ଗଙ୍ଗା ଜଳ ଆପଣ ପ୍ରତିଦିନ ଅର୍ପଣ କରିବେ, ଠିକ୍ ଅଛି। ତାପରେ ଆପଣ କ'ଣ କରିବେ ଫୁଲ ଅର୍ପଣ କରିବେ, ଦୀପ ଧୂପ ଆପଣ କ'ଣ କରିବେ ପ୍ରଥମେ ଦିନ ଯେଉଁ ଦିନ ପୂଜା କରୁଛନ୍ତି ଗୋଟେ ବସ୍ତ୍ର ନେଇଥିବେ, ସେଇ ବସ୍ତ୍ର କ'ଣ କରିବେ ବାନ୍ଧି ଦେବେ, ଠିକ୍ ଅଛି। ଗୋଟେ ନାଲି ରଙ୍ଗର ବସ୍ତ୍ର ହେଲା ନହେଲେ ଆପଣ ହଳଦିଆ ରଙ୍ଗର ବସ୍ତ୍ର ହେଲା, ତ ଯାହା ହଉ ମାନେ ଟୋଟାଲ ଆପଣ ଯଦି ବାନ୍ଧି ନ ପାରିବେ ତାଙ୍କର କେଉଁ ଡାଳରେ ମଧ୍ୟ ଆପଣ ବାନ୍ଧି ପାରିବେ, ଠିକ୍ ଅଛି। ତ ତାଙ୍କୁ ଆପଣ ଶ୍ରୀହରିଙ୍କୁ ଆପଣ ପୂଜା କଲାବେଳେ କ'ଣ କରନ୍ତି ବସ୍ତ୍ର ଅର୍ପଣ କରନ୍ତି। ସେହିପରି ସେଇ ବୃକ୍ଷ ଥିରେ ଅଛନ୍ତି ଆମର ପ୍ରଭୁ ନାରାୟଣ, ତେଣୁ ତାଙ୍କୁ କ'ଣ କରିବେ ଆପଣ ପ୍ରଥମ ଦିନ କ'ଣ କରିବେ ବସ୍ତ୍ର ଅର୍ପଣ କରିବେ, ଜଳ ଅର୍ପଣ କରିବେ, ପଞ୍ଚାମୃତ କ୍ଷୀର ଅର୍ପଣ କରିବେ, ତାପରେ ଫୁଲ ଚନ୍ଦନ ସିନ୍ଦୁର ଅର୍ପଣ କରିବେ, ଦୀପ ଧୂପ ନୈବେଦ୍ୟ ସେଇଠି ଅର୍ପଣ କରିବେ, ଠିକ୍ ଅଛି। ନୈବେଦ୍ୟ ଦେଇ ଆପଣ କ'ଣ କରିବେ ତାଙ୍କର 3 ହଉ 5 ହଉ 7 ହଉ ନହେଲେ 8 ହଉ ଆପଣଙ୍କର ହିସାବରେ ଆପଣ କ'ଣ କରିବେ ତାଙ୍କର ପରିକ୍ରମା କରିବେ, ଠିକ୍ ଅଛି। ପରିକ୍ରମା କରିବେ ତାପରେ ଆପଣଙ୍କର ପୂଜା ଶେଷ ହେଲା। ଆପଣ ଓସ୍ତ ଗଛ ମୂଳରେ କେବଳ ସକାଳ ସମୟରେ, ଠିକ୍ ଅଛି, ସନ୍ଧ୍ୟା ସମୟ ନୁହେଁ, ସକାଳ ସମୟରେ ଗୋଟିଏ ବେଳା ହଉ ପଛେ ଆପଣ କ'ଣ କରିବେ ତାଙ୍କୁ କ'ଣ କରିବେ ପୂଜା କରିବେ, ଠିକ୍ ଅଛି।
ପୂଜା କରିବା ବ୍ୟତୀତ ଦେଖନ୍ତୁ ଆପଣ ଚାହିଁବେ ଯଦି ସେଇ ଗଛ ମୂଳରେ ଆପଣ ମହାମନ୍ତ୍ର ମଧ୍ୟ ଜପ କରିପାରିବେ। ନହେଲେ ପ୍ରଭୁ ନାରାୟଣଙ୍କ ତୁଳସୀ ମନ୍ତ୍ର ଜପ କରିପାରିବେ। ପ୍ରଭୁ ନାରାୟଣଙ୍କର ଆପଣ କ'ଣ କରିପାରିବେ, ଆପଣଙ୍କର ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିପାରିବେ। ନହେଲେ ଓମ୍ ନମୋ ନାରାୟଣ ମାନେ ମନ୍ତ୍ର ଜପ କରିପାରିବେ। ନହେଲେ ହରେ କୃଷ୍ଣ 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 ହରେ ରାମ 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 ହରେ ହରେ, ଏଇ ମନ୍ତ୍ର ମଧ୍ୟ ଆପଣ ଜପ କରିପାରିବେ। ଆପଣ ସେଠି ମାନେ 3 କି 8 ଥର ଜପ କରିସାରିଲା ପରେ ଘରକୁ ଆସି ମଧ୍ୟ ଆପଣ 108 ଥର ଜପ କରିପାରିବେ। ଆପଣଙ୍କ ସୁବିଧା ଅନୁସାରେ ଆପଣ ଜପ କରିପାରିବେ। ତା ସହିତ ଘରେ ଆପଣ ବୈଶାଖ ମହାତ୍ମାର ପୁରାଣ ହେଲା, ତା ବ୍ୟତୀତ ଭାଗବତ, ମାନେ ଭଗବାନ ବିଷ୍ଣୁଙ୍କ ସହସ୍ର ନାମ, ତ ଏଇସବୁ ପୁରାଣ ମଧ୍ୟ ଆପଣ ପାଠ କରିପାରିବେ। ଠିକ୍ ଅଛି। ତା ବ୍ୟତୀତ ଦେଖନ୍ତୁ ଏହି ମାସରେ ଆପଣ ଆଉ କ'ଣ କରିପାରିବେ, ଆପଣ ଯେଉଁ ଦୀପ ଜାଳୁଛନ୍ତି ଚଉରା ମୂଳରେ ହେଲା କି ଓସ୍ତ ଗଛ ମୂଳରେ, ଦୀପର ଦିଗ ସବୁବେଳେ ଆପଣ ଚେଷ୍ଟା କରିବେ ଉତ୍ତର ବା ପୂର୍ବ ଦିଗକୁ ରହିବ। ଠିକ୍ ଅଛି। ଉତ୍ତର ବା ପୂର୍ବ ଦିଗକୁ ରହିଲେ ସେଟା ଭଗବାନଙ୍କୁ ସମର୍ପିତ ହେଲା। ତ ଉତ୍ତର ପୂର୍ବ ଦିଗକୁ ରଖି ଆପଣ କ'ଣ କରିବେ, ଦୀପଟି ଜାଳିବେ। ଆଉ ଦୀପଟି ଚେଷ୍ଟା କରିବେ ସବୁବେଳେ ଘିଅର ହେଇଥିବ। ଯଦି ଘିଅ ଦୀପ ଅଳ୍ପ ହଉ ପଛେ ଆପଣ ଘିଅ ଦୀପର ଜାଳିବେ। ତ ଏହି ମାସରେ ଆଉ କ'ଣ କରିପାରିବେ, ଦେଖନ୍ତୁ ଏହି ମାସରେ ଆପଣ କିଛି ନା କିଛି ମାନେ ଜଳଦାନ ହେଲା, ଫଳ ମାନେ ଫଳ ଆପଣ ଫଳମୂଳ କିଛି ଦାନ କରିପାରିବେ, ବସ୍ତ୍ର ଦାନ କରିପାରିବେ, ଲେମ୍ବୁ ପଣା, ଦହି ପଣା, ଏସବୁ ପଣାର ମଧ୍ୟ ଦାନ କରିପାରିବେ। ଚପଲ ବା କଠଉ ବା ଛତା, ମାନେ ଗରମରୁ ମାନେ ସେତେବେଳେ ବହୁତ ଜୋରେ ଗରମ ହେଇଥାଏ ଏଇ ସମୟରେ। ତ ସେଇ ଗରମରୁ ରକ୍ଷା ପାଇବା ପାଇଁ ଯାହା ବି ଜିନିଷ ମାନେ ଦରକାର ପଡ଼େ ସେ ସବୁର ଜିନିଷ ଆପଣ ଦାନ କରିପାରିବେ। ଆଉ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ନାମ ନେଇଥାନ୍ତି, ହବିଷ କରିଥାନ୍ତି, ବସ୍ତ୍ରଦାନ, ଜଳଦାନ, ପାଣି ଦାନ, ତାଙ୍କର ମାନେ ଅସୀମ ପୁଣ୍ୟ ଲାଭ ହୋଇଥାଏ। ତା ବ୍ୟତୀତ ଆପଣ ଯଦି ସେ ସମୟରେ ଆପଣ ମାନେ ଭଗବାନଙ୍କର ସେବା କରୁଛନ୍ତି, ନିଷ୍ଠାର ସହିତ ପୂଜା କରୁଛନ୍ତି, ତାହେଲେ ମଧ୍ୟ ଆପଣଙ୍କୁ ବହୁତ କୋଟି ଜନ୍ମର ପାପ ମଧ୍ୟ କ୍ଷୟ ହେଇଥାଏ। ଆପଣ ଯଦି ଭଗବାନ ବିଷ୍ଣୁଙ୍କର ମନ୍ଦିରରେ ଫୁଲ ଛାଞ୍ଚୁଣିରେ ଝାଡ଼ୁ କରୁଛନ୍ତି, ତ ଆପଣଙ୍କୁ ସୌଭାଗ୍ୟ ଥାଏ ଯେ ବୈକୁଣ୍ଠପୁର ଯିବା ପାଇଁ। ଆପଣ ଯଦି ଚମ୍ପା ବକୁଳ ଫୁଲରେ ପୂଜା କରୁଛନ୍ତି, ଆପଣଙ୍କୁ ଅକ୍ଷୟ ଫଳ ମଧ୍ୟ ପ୍ରାପ୍ତି ହୋଇଥାଏ। ତା ବ୍ୟତୀତ ଆପଣ ଯଦି ଏକାଦଶୀ ତିଥିରେ ମାନେ ବିଶେଷ ଭାବରେ, ମୁଁ ଆପଣଙ୍କୁ ପୂର୍ବ ଇଏରେ କହିଥିଲି, ବିଶେଷ ଭାବରେ ଆପଣ ଯଦି ପୂଜା କରୁଛନ୍ତି ଆଉ ସେଦିନ ଅନ୍ନ ଭୋଜନ କରିବେ ନାହିଁ, ତ ଯଦି ବିଶେଷ ଭାବରେ ପୂଜା କରୁଛନ୍ତି ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହେଇଥାଏ। ତ ତେଣୁକରି ଆପଣ ଚେଷ୍ଟା କରନ୍ତୁ ବୈଶାଖ ମାସରେ ଓସ୍ତ ବୃକ୍ଷ ସହିତ ଆପଣ ମା ବୁଦ୍ଧାମତୀକୁ ପୂଜା କରିବା ପାଇଁ। ଆଉ କାରଣ ଆପଣ ଖାଲି ଏଇ 2ଟି ବୃକ୍ଷକୁ ପୂଜା କଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହେଇଥାଏ। କାରଣ ମା ବୁଦ୍ଧାମତୀଙ୍କୁ ପୂଜା କଲେ ମା ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହେଇଥାନ୍ତି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।